ସମସ୍ତଙ୍କୁ ନମସ୍କାର। ଆମ ବିଚିତ୍ର ବିଶ୍ୱ ପରିବେଶ ପାଠର ପ୍ରଥମ ପାଠ ଏକତ୍ର ବାସ କରିବାର ଆମର ଏଇ ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ। ତ ଏଇ ଅଧ୍ୟାୟରେ ଆମେ କଣ କରିବା ନା ଆମର ଯେଉଁ ଅଭ୍ୟାସ ପ୍ରଶ୍ନାବଳୀ ରହି ସେଥିରେ ତାର ଆମେ ସମାଧାନ କରିବା। ଠିକ ଅଛି। ତ ଦେଖିବା କଣ କଣ ଆମର ପ୍ରଶ୍ନ ରହିଛି। ପ୍ରଥମେ ରହିଛି ଦେଖ, ଆମ ବିଦ୍ୟାଳୟ ଆମ ଦଳ। ତେଣୁ ତୁମ ବିଦ୍ୟାଳୟରେ ଭିନ୍ନ ଭିନ୍ନ ଯେଉଁ କାର୍ଯ୍ୟ ରହିଛି ତାକୁ ସମ୍ପାଦନ କରୁଥିବା ବ୍ୟକ୍ତିମାନେ ଯଥା ଶିକ୍ଷକ, ଛାତ୍ର ତତ୍ତ୍ୱାବଧାରକ, ଡ୍ରାଇଭର ଇତ୍ୟାଦିଙ୍କର ଭୂମିକା ବା କାର୍ଯ୍ୟ ଆମେ ଉଲ୍ଲେଖ କରିବା। ଠିକ ଅଛି। ତେବେ ଆସ ଆମେ ଦେଖିବା କିପରି ସେମାନେ ସମସ୍ତେ କାର୍ଯ୍ୟ କରିଥାନ୍ତି। ତ ପ୍ରଥମେ ଶିକ୍ଷକ। ଶିକ୍ଷକ କଣ କରନ୍ତି ନା ପିଲାମାନଙ୍କୁ ପାଠ ପଢାନ୍ତି ଆଉ ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରନ୍ତି। କରନ୍ତିନି? ତମେ ଯାହା କିଛି ନ ବୁଝିପାର ତମକୁ ବୁଝାଇଥାନ୍ତି, ତମକୁ ଶିଖିବାରେ ସେ ସାହାଯ୍ୟ କରିଥାନ୍ତି। ଠିକ ଅଛି। ତାପରେ ଛାତ୍ର ତତ୍ତ୍ୱାବଧାରକ କଣ କରନ୍ତି? ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରନ୍ତି। ଯେତେବେଳେ ଶିକ୍ଷକ ଗୋଟେ କ୍ଲାସରୁ ଆଉ ଗୋଟେ କ୍ଲାସକୁ ଯାଆନ୍ତି, ସେଇ ସମୟରେ କିମ୍ବା ଖାଇବା ସମୟରେ, ଅନ୍ୟାନ୍ୟ ଦଳଗତ କାର୍ଯ୍ୟ କରିବା ସମୟରେ ତୁମର ଯୋଉ ଦାୟିତ୍ୱ ଥାଏ ଛାତ୍ର ତତ୍ତ୍ୱାବଧାରକଙ୍କ ଉପରେ ଥାଏ। ସେ କଣ କରନ୍ତି ନା କ୍ଲାସରେ ଶୃଙ୍ଖଳା ରକ୍ଷା କରନ୍ତି। ବସ୍ ଡ୍ରାଇଭର କଣ କରନ୍ତି ନା ପିଲାମାନଙ୍କୁ ସୁରକ୍ଷିତ ଭାବେ ଘରୁ ସ୍କୁଲ ଓ ସ୍କୁଲରୁ ଘରକୁ ଆଣିଥାନ୍ତି। ତୁମମାନେ ସେଥିରେ ବସିକି ଯାଅ ଆଉ ସିଏ ତମକୁ ଦାୟିତ୍ୱର ସହ ନେଇ ସ୍କୁଲରେ ପହଞ୍ଚେଇବେ, ପୁଣି ସ୍କୁଲରୁ ଆଣି ଘରେ ପହଞ୍ଚେଇବେ। ଆଉ କିଏ ଥାନ୍ତି ନା ସଫେଇ କର୍ମଚାରୀ। ସେ କଣ କରନ୍ତି ନା ବିଦ୍ୟାଳୟକୁ ସ୍ୱଚ୍ଛ ଓ ପରିଷ୍କାର ରଖନ୍ତି। ସବୁ ଯେତେ ପରିବେଶ ରହିଲା ବିଦ୍ୟାଳୟରେ ତାକୁ ସିଏ ପରିଷ୍କାର ପରିଚ୍ଛନ୍ନ ଭାବେ ରଖିବେ, ଯାହା ଦ୍ୱାରା ଆମକୁ ତାହା ବ୍ୟବହାର କରିବାରେ କୌଣସି ଅସୁବିଧା ହୁଏ ନାହିଁ। ଆଉ କିଏ ଥାନ୍ତି ନା ମାଳି ଥାନ୍ତି, ଯିଏ ବିଦ୍ୟାଳୟ ବଗିଚାର ଯତ୍ନ ନିଅନ୍ତି। ତାକୁ ଗଛକୁ ପାଣି ଦିଅନ୍ତି, ଖତ ସାର ଦିଅନ୍ତି, ଅନାବନା ଘାସ ଉପାଡନ୍ତି, ଯାହା ଦ୍ୱାରା କଣ ହୁଏ ନା ଆମର ବିଦ୍ୟାଳୟ ପରିବେଶ ପୁରା ସୁନ୍ଦର ହେଇକି ରହେ। ବଗିଚାଟି ସୁନ୍ଦର ହେଇ ରହେନି? ଗଛ ଯେତେବେଳେ ଫୁଲ ଫୁଟେ କେତେ ସୁନ୍ଦର ଦେଖାଯାଏ। ତେଣୁ ତାର ଯତ୍ନ କିଏ ନିଅନ୍ତି? ମାଳି ନେଇଥାନ୍ତି। ତା ସହିତ ରୋଷେଇଆ ମଧ୍ୟ ଥାଆନ୍ତି। ଅଛନ୍ତି ତମ ସ୍କୁଲରେ? ହଁ। ତ ସିଏ କଣ କରନ୍ତି ନା ତୁମ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥାନ୍ତି। କେତେ ଟେଷ୍ଟି ଲାଗେ କହିଲ? ତ ଟେଷ୍ଟି ଟେଷ୍ଟି ଖାଇବା ସିଏ କଣ କରନ୍ତି ନା ତୁମ ମାନଙ୍କ ଲାଗି ପ୍ରସ୍ତୁତ କରିଥାନ୍ତି। ତାପରେ ଦେଖ, 2 ନମ୍ବର ପ୍ରଶ୍ନ ଅଛି କଣ ନା ଦଳଗତ କାର୍ଯ୍ୟ। ଦଳଗତ କାର୍ଯ୍ୟ କଣ କରାଯାଏ ଦେଖ, ନା ବିଦ୍ୟାଳୟରେ ଏକ ଦଳ ଭାବରେ କାମ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏକାଠି କାମ କରିବା ଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ସଠିକ ଭାବରେ ସମ୍ପାଦିତ ହୁଏ ଆଉ ପରସ୍ପର ମଧ୍ୟରେ ସହଯୋଗ ମନୋଭାବ ବୃଦ୍ଧି ପାଏ। ଯଦି ତମେ ଏକାକି କାମ କରିବାକୁ ଯିବ ତାହେଲେ କାମ ନିହାତି ରୂପେ ତୁମର ବିଳମ୍ବ ହବ। ଯେତେବେଳେ ତମେ ଏକାଠି ହୋଇ 2-3 ଜଣ ସାଙ୍ଗ ଏକାଠି ହୋଇ ପରସ୍ପର ସହଯୋଗରେ କାର୍ଯ୍ୟ କରିବ, ସେତେବେଳେ ତୁମ କାର୍ଯ୍ୟଟି ଅତ୍ୟନ୍ତ ସହଜରେ ଆଉ ଶୀଘ୍ର ସଠିକ ଭାବରେ ହୋଇଯିବ। ତେଣୁ ତୁମ ବିଦ୍ୟାଳୟ ଗୋଷ୍ଠୀର ସଦସ୍ୟ ଭାବରେ ତୁମର ଭୂମିକା କଣ? ଜଣେ ସଦସ୍ୟ ଭାବରେ ମୋର ଭୂମିକା ହେଉଛି ଶୃଙ୍ଖଳିତ ରହିବା। ତୁମେ ମାନେ କଣ କରିବ? ପ୍ରଥମେ ଶୃଙ୍ଖଳିତ ରହିବ, ସବୁ ନିୟମ ମାନିବ, ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ, ପାଠ ପଢାରେ ମନ ଦେବ। ହେଲା? ପାଠ ପଢାରେ ସମସ୍ତେ ମନ ଦେବ। ତା ସହିତ ବିଦ୍ୟାଳୟର ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବ। ପରିବେଶକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବ। ଅଳିଆ ଆବର୍ଜନା କେବେ କରିବ ନାହିଁ। ଏବେ ଆସ ଆମେ କେତୋଟି ପ୍ରହେଳିକାର ସମାଧାନ କରିବା। ପ୍ରଥମେ କ ନମ୍ବର ଦେଖ, ମୁଅଟେ ଭାଇ ଏମିତି ଏକ ସ୍ଥାନ କରିଥାନ୍ତି ଯାତ୍ରୀ ଯହିଁ ବିଶ୍ରାମ, ବସନ୍ତି ବସକୁ ଅପେକ୍ଷା କରି,
କାଳେ ଛାଡ଼ିଦେବ ବସ୍ ତାଙ୍କରି। ଦୂର ହେଉ ବା ହେଉ ନିକଟ, ବସ୍ ଦେଖାଏ ସଭିଙ୍କୁ ବାଟ। ଠିକ ଅଛି। ତେଣୁକରି ବସ୍ ସେମାନଙ୍କୁ ବାଟ ଦେଖାଇଥାଏ। କୋଉଠି ଜାଗା ସେଇଟା କହିଲ? କିଏ କହିପାର ଦେଖିଆ? ବସ୍ ଷ୍ଟାଣ୍ଡ, ନାଇଁ? ଭେରି ଗୁଡ। ତାପରେ ଦେଖିବା ଆଉ ଗୋଟେ, ମୁରଖେ ଚିଠି ଦୂର ଓ ପାଖ, ଷ୍ଟାମ୍ପ ପାର୍ସଲ ଏଠି ଅପେକ୍ଷାରତ। ଲେଖାଟିଏ ଲେଖି ପକେଇ ଦିଅ, ମୋର ନାମ କହି ଜିଣିତ ଯାଅ। କିଏ ହେଇଥିବ? ହଁ, ଡାକ ବାକ୍ସ। ରଙ୍ଗରଙ୍ଗିଆ ଲାଇଟ ସଙ୍ଗେ ରଙ୍ଗରଙ୍ଗିଆ ଚିଜ ସକାଳୁ ସଞ୍ଜେ, ନ ଆସିଲେ ଏଠାକୁ ହୁଏନି ନିଦ। ପନିପରିବା ଫଳ ସାଙ୍ଗକୁ ଡାଲି ମସଲା ଥାଏ, ସବୁଠୁ ବ୍ୟସ୍ତ ସ୍ଥାନ ମୋ ପାଶେ ଦିନ ରାତି ନଥାଏ। କିଏ ସେ କହିଲ? ହଁ, ବଜାର ବା ମାର୍କେଟ। ଏତେ ବଡ଼ ଜାଗାରେ ମୋର ଦୌଡ଼ ଆଉ ଖେଳ, ଖସଡ଼ା ଆଉ ଦୋଳିରେ ତୁମେ ନିଇତି ମଉଜ କର। ମନ ତୁମର ଖୁସି ହୁଏ ମୋ ପାଖକୁ ଆସିଲେ, ଜାଣିଛ ଯଦି ମୋ ନାମ କହିବ କିରେ ପିଲେ? କିଏ କହିଲ? ହଁ, ଭେରି ଗୁଡ। 2 ନମ୍ବର ପ୍ରଶ୍ନ ଅଛି କଣ ନା ଦଳଗତ କାର୍ଯ୍ୟ। ଦଳଗତ କାର୍ଯ୍ୟ କଣ କରାଯାଏ ଦେଖ, ନା ବିଦ୍ୟାଳୟରେ ଏକ ଦଳ ଭାବରେ କାମ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏକାଠି କାମ କରିବା ଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ସଠିକ ଭାବରେ ସମ୍ପାଦିତ ହୁଏ, ଆଉ ପରସ୍ପର ମଧ୍ୟରେ ସହଯୋଗ ମନୋଭାବ ବୃଦ୍ଧି ପାଏ। ଯଦି ତମେ ଏକାକି କାମ କରିବାକୁ ଯିବ, ତାହେଲେ କାମ ନିହାତି ରୂପେ ତୁମର ବିଳମ୍ବ ହବ। ଯେତେବେଳେ ତମେ ଏକାଠି ହୋଇ 2-3 ଜଣ ସାଙ୍ଗ ଏକାଠି ହୋଇ ପରସ୍ପର ସହଯୋଗରେ କାର୍ଯ୍ୟ କରିବ, ସେତେବେଳେ ତୁମ କାର୍ଯ୍ୟଟି ଅତ୍ୟନ୍ତ ସହଜରେ ଆଉ ଶୀଘ୍ର ସଠିକ ଭାବରେ ହୋଇଯିବ। ତେଣୁ ତୁମ ବିଦ୍ୟାଳୟ ଗୋଷ୍ଠୀର ସଦସ୍ୟ ଭାବରେ ତୁମର ଭୂମିକା କଣ? ଜଣେ ସଦସ୍ୟ ଭାବରେ ମୋର ଭୂମିକା ହେଉଛି ଶୃଙ୍ଖଳିତ ରହିବା। ତୁମେ ମାନେ କଣ କରିବ? ପ୍ରଥମେ ଶୃଙ୍ଖଳିତ ରହିବ, ସବୁ ନିୟମ ମାନିବ, ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ, ପାଠ ପଢାରେ ମନ ଦେବ। ହେଲା, ପାଠ ପଢାରେ ସମସ୍ତେ ମନ ଦେବ। ତା ସହିତ ବିଦ୍ୟାଳୟର ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିବ। ପରିବେଶକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବ, ଅଳିଆ ଆବର୍ଜନା କେବେ କରିବ ନାହିଁ। ଏବେ ଆସ ଆମେ କେତୋଟି ପ୍ରହେଳିକାର ସମାଧାନ କରିବା। ପ୍ରଥମେ କ ନମ୍ବର ଦେଖ, ମୁଅଟେ ଭାଇ ଏମିତି ଏକ ସ୍ଥାନ, କରିଥାନ୍ତି ଯାତ୍ରୀ ଯହିଁ ବିଶ୍ରାମ। ବସନ୍ତି ବସକୁ ଅପେକ୍ଷା କରି, କାଳେ ଛାଡ଼ିଦେବ ବସ୍ ତାଙ୍କରି। ଦୂର ହେଉ ବା ହେଉ ନିକଟ, ବସ୍ ଦେଖାଏ ସଭିଙ୍କୁ ବାଟ। ଠିକ ଅଛି। ତେଣୁକରି ବସ୍ ସେମାନଙ୍କୁ ବାଟ ଦେଖାଇଥାଏ। କୋଉଠି ଜାଗା ସେଇଟା କହିଲ? କିଏ କହିପାର ଦେଖିଆ? ବସ୍ ଷ୍ଟାଣ୍ଡ, ନାଇଁ? ଭେରି ଗୁଡ। ତାପରେ ଦେଖିବା ଆଉ ଗୋଟେ, ମୁରଖେ ଚିଠି ଦୂର ଓ ପାଖ, ଷ୍ଟାମ୍ପ ପାର୍ସଲ ଏଠି ଅପେକ୍ଷାରତ। ଲେଖାଟିଏ ଲେଖି ପକେଇ ଦିଅ, ମୋର ନାମ କହି ଜିଣିତ ଯାଅ। କିଏ ହେଇଥିବ? ହଁ, ଡାକ ବାକ୍ସ। ରଙ୍ଗରଙ୍ଗିଆ ଲାଇଟ ସଙ୍ଗେ ରଙ୍ଗରଙ୍ଗିଆ ଚିଜ ସକାଳୁ ସଞ୍ଜେ, ନ ଆସିଲେ ଏଠାକୁ ହୁଏନି ନିଦ। ପନିପରିବା ଫଳ ସାଙ୍ଗକୁ ଡାଲି ମସଲା ଥାଏ, ସବୁଠୁ ବ୍ୟସ୍ତ ସ୍ଥାନ ମୋ ପାଶେ ଦିନ ରାତି ନଥାଏ। କିଏ ସେ କହିଲ? ହଁ, ବଜାର ବା ମାର୍କେଟ। ଏତେ ବଡ଼ ଜାଗାରେ ମୋର ଦୌଡ଼ ଆଉ ଖେଳ, ଖସଡ଼ା ଆଉ ଦୋଳିରେ ତୁମେ ନିଇତି ମଉଜ କର। ମନ ତୁମର ଖୁସି ହୁଏ ମୋ ପାଖକୁ ଆସିଲେ, ଜାଣିଛ ଯଦି ମୋ ନାମ କହିବ କିରେ ପିଲେ? କିଏ କହିଲ? ହଁ, ଭେରି ଗୁଡ। ଏବେ ଦେଖ, ଶ୍ରେଣୀ ଗୃହରେ ଏକ ଦଳ ଗଠନ କର, ଯେପରି ପ୍ରତ୍ୟେକ ଦଳ ସେମାନଙ୍କ ଅଞ୍ଚଳର
ଏକ ପରିସ୍ଥିତି ସମ୍ପର୍କରେ ଚିନ୍ତା କରିବେ ଯେଉଁଥିରେ ଉନ୍ନତି ହେବା ଆବଶ୍ୟକ। ତ କାର୍ଯ୍ୟ ଗୁଡ଼ିକ ଚିହ୍ନଟ କର ଯାହା ପରିସ୍ଥିତିରେ କିଛି ପରିବର୍ତ୍ତନ ଆଣିପାରିବ। ଏଗୁଡ଼ିକୁ ସଫେଇ, ଅନ୍ୟମାନଙ୍କୁ ସହାୟତା, କୌଣସି କାର୍ଯ୍ୟକ୍ରମର ପ୍ରସ୍ତୁତି ଇତ୍ୟାଦି ସମ୍ବନ୍ଧୀୟ ହୋଇଥିବ। ତାକୁ ଦେଖି ଆମେ ତଳ ସାରଣୀ ପୂରଣ କରିବା। ତ ଦେଖ, ଦଳ 1ର କଣ କାର୍ଯ୍ୟ ଥିଲା ନା ବିଦ୍ୟାଳୟ ପରିଷ୍କାର ଅପରିଷ୍କାର ପରିସ୍ଥିତି ଥିଲା, ଯୋଉଥିପାଇଁ ସେମାନେ କଣ କଲେ ନା ସ୍ୱଚ୍ଛତା ଅଭିଯାନ କଲେ, ପଡିଥିବା ଆବର୍ଜନାକୁ ଡଷ୍ଟବିନ ରେ ପକାଇଲେ। ଦଳ 2ର ପରିସ୍ଥିତି ଥିଲା ବଗିଚାରେ ପାଣି ନାହିଁ, ତେଣୁ ସେ କଣ କଲେ ନା ବୃକ୍ଷରୋପଣ ଯତ୍ନ କଲେ, ଗଛ ମୂଳରେ ପାଣି ଦେଇଥିଲେ। ଦଳ 3ର ପରିସ୍ଥିତି ଥିଲା ଶ୍ରେଣୀ ଗୃହରେ ସାଜସଜ୍ଜା ନାହିଁ, ତେଣୁ ସେ କଣ କଲେ ନା କଳାକୃତି ପ୍ରଦର୍ଶନ କଲେ ଆଉ ଚିତ୍ର ପ୍ରସ୍ତୁତ କରି କାନ୍ଥରେ ଲଗାଇଲେ। ଏବେ ପ୍ରଶ୍ନ 5 ଦେଖିବା। କୌଣସି ଏକ ସ୍ୱତନ୍ତ୍ର ଦକ୍ଷତା କିମ୍ବା କଳାକୃତି ସମ୍ପର୍କରେ ତୁମେ ପରିବାରରେ ପଚାର ଆଉ କଣ କାର୍ଯ୍ୟ କରୁଛନ୍ତି ତାକୁ ଲେଖିବ। ଯେମିତିକି ମୋ ପରିବାର ଏବଂ ଅଞ୍ଚଳରେ ଝୋଟି ଚିତା ପକାଇବା ଏକ ପ୍ରସିଦ୍ଧ କାର୍ଯ୍ୟ। ଆଉ ମାଣବସାରେ ପକାଯାଏ ଝୋଟି ଚିତା, ତେଣୁ ସେଇଟା ଗୋଟେ ପ୍ରସିଦ୍ଧ କାର୍ଯ୍ୟ। ଏହା ପର୍ବପର୍ବାଣୀ ସମୟରେ ଘରର ଶୋଭା ବଢାଇଥାଏ। ଆଉ କେତୋଟି ଦକ୍ଷତା ମଧ୍ୟ ଆମ ଅଞ୍ଚଳରେ ଅଛି। କଣ ନା ତାଳ ପତ୍ରରେ ବିଞ୍ଚଣା ତିଆରି କରିବା, ମାଟିର ସୁନ୍ଦର ପାତ୍ର ବା ଖେଳନା ପ୍ରସ୍ତୁତ କରିବା। ଏହିପରି ତୁମ ଅଞ୍ଚଳ ଯଦି ଆଉ କିଛି ଅଛି ତୁମେ ତାକୁ ମଧ୍ୟ ଲେଖିବ। ଠିକ ଅଛି? ତ ଏହା ହିଁ ଥିଲା ଆମର ଏଇ ଅଧ୍ୟାୟର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନୂଆ ମଧ୍ୟ ଶିଖିଥିବ। ତେଣୁ ଏ ଅଧ୍ୟାୟକୁ ଆମେ ଏଇଠି ରଖିବା। ପୁଣି ଆଗାମୀ ଅଧ୍ୟାୟ ଦେଖା ହବ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।